ମୁଁ କହିଲି ଚଉତିଶା ଓ ଚଉପଦୀ। ଗୋଟିଏ ପ୍ରଶ୍ନ ମଧ୍ୟ କେହି କେହି କରିଥାନ୍ତି, ଆମର ପ୍ରାଚୀନ ଯୋଉ କୋଇଲି କବିତା ଗୁଡିକ, ଏ କୋଇଲି କବିତା ଗୋଟିଏ ଆଙ୍ଗିକରେ ଯିବ ନା କୋଇଲି କବିତା ଯୋଉ ପଦ୍ୟ ରୀତିରେ ଲେଖା ହେଇଛି ସେଇ ନାମରେ ନାମିତ ହବ? ଅର୍ଥାତ୍ ଅଧିକାଂଶ କୋଇଲି କବିତା ଚଉତିଶା ରୀତିରେ ଲେଖା ଯାଇଛି। ତେଣୁ କୋଇଲି କବିତା ଗୁଡିକୁ ଆମେ ପ୍ରଥମେ ଆଙ୍ଗିକ ଦୃଷ୍ଟିରୁ କହିବା ଯେ କୋଇଲି ଚଉତିଶା, ଯେମିତି କେଶବ କୋଇଲି ଚଉତିଶା, କେଶବ କୋଇଲି ଚଉତିଶା, କେଶବ କୋଇଲି ନାଁଟି ଖୁବ ପ୍ରସିଦ୍ଧ ଏବଂ ସେଠି ଯୋଉମାନେ ସେ ବିଷୟରେ ଆଲୋଚନା କରିଛନ୍ତି ସାହିତ୍ୟର ଇତିହାସରେ, ତାକୁ କେହି କେହି କେବଳ ଚଉତିଶା ନାମରେ ନେଉଛନ୍ତି, କିଏ କେହି କୋଇଲି ଚଉତିଶା ନାମରେ ମଧ୍ୟ ବିଚାର କରୁଛନ୍ତି। ତେବେ ଯେହେତୁ ଆମେ ଆଙ୍ଗିକ କଥା ବିଚାର କରୁଛେ, କୋଇଲି କବିତାକୁ ଆମେ ଚଉତିଶା ରୀତିର ଗୋଟିଏ କ୍ଷୁଦ୍ର କବିତା ବୋଲିକରି ଗ୍ରହଣ କରିପାରିବା। କୋଇଲି କବିତା ଗୁଡିକ ଭିତରେ ଯୋଉ କେଶବ କୋଇଲି, କାନ୍ତ କୋଇଲି, ବାରମାସୀ କୋଇଲି ଇତ୍ୟାଦି ଅଛି। ଆମ ଇଏ ତ କହିଲେ କମ୍ବୁପାଣି ବାବୁ କହିଲେ, ଅନେକ କୋଇଲି ନାଁ ସେ କହିଦେଇ ଗଲେ। ଆହୁରି ମଧ୍ୟ କୋଇଲି କେତେ କୋଉଠି ଲୁଚି ଛପିକିରି ଥିବ, କିନ୍ତୁ ଇଏ ଏତେ ସବୁ କୋଇଲି ସଂଗୃହୀତ ହୋଇନାହିଁ, ସେ ସବୁ ଭିନ୍ନ କଥା। କିନ୍ତୁ ଓଡିଆ ସାହିତ୍ୟରେ ଏଇ ଯୋଉ 4-5ଟି କୋଇଲି, କେଶବ କୋଇଲି, ଅର୍ଥ କୋଇଲି, ଜ୍ଞାନ କୋଇଲି, ବାରମାସୀ କୋଇଲି, ଏଇ ଯୋଉ ସବୁ କୋଇଲି ଗୁଡିକ ଏତେ ପ୍ରସିଦ୍ଧ, ଆଉ କୋଇଲି କବିତା ଗୁଡିକୁ ଯେଉଁ ରସ ଓ ରୂପରେ ଉପସ୍ଥାପନ କରିଛି, ସେଇଟା ହେଉଛି ଆମ ସାହିତ୍ୟ ପାଇଁ ଭାରି ଗୁରୁତ୍ୱପୂର୍ଣ୍ଣ କଥା। ମୋର ଗୋଟିଏ ବହି ଅସମାପ୍ତ ଆଲୋଚନା, ସେ ବହିଟା ମୁଁ ପାଉନି କୁଆଡେ ଗଲା। ଅସମାପ୍ତ ଆଲୋଚନା ବହିରେ ପିଲାମାନେ ସେଇଟିକୁ ଛପେଇଛି କିଏ ନା ଅଗ୍ରଦୂତ, କଟକର ଅଗ୍ରଦୂତ। ଏବଂ ସେଇଭଳି ଆହୁରି ଅନେକ କଥା ଅଛି ସେ ବହିଟିରେ। ଦୀର୍ଘ ଆଲୋଚନା ରହିଛି, ଆଙ୍ଗିକ ଆତ୍ମିକ କଣ, ଦୀର୍ଘ ଆଙ୍ଗିକ କ୍ଷୁଦ୍ର ଆଙ୍ଗିକ କଣ, ଏ ଚଉତିଶା ଚଉପଦୀ ଗୁଡିକର ବହୁ ବିଚାର ସେଠି କରାଯାଇଛି। ଏ ପ୍ରସଙ୍ଗରେ ମୁଁ ଆଉ ଗୋଟିଏ ବହି କଥା କହିବି, ଓଡିଆ ଗୀତି କାବ୍ୟ। ଓଡିଆ ଗୀତି କାବ୍ୟ ଲେଖିଛନ୍ତି ଯେ ସ୍ୱର୍ଗତ ପ୍ରଫେସର ଜାନକୀ ବଲ୍ଲଭ ମହାନ୍ତି। ଏଇ ଗୀତି କାବ୍ୟରେ ସେ ପରୀକ୍ଷା ନିରୀକ୍ଷା କରିଛନ୍ତି ବା ବିଶ୍ଳେଷଣ କରିଛନ୍ତି, ସମାଲୋଚନା କରିଛନ୍ତି ଯେ ମଧ୍ୟଯୁଗୀୟ ଓଡିଆ ସାହିତ୍ୟରେ ଯେତେ ପ୍ରକାର ଆଙ୍ଗିକ ଅଛି ତାକୁ ସେ ଗୀତି କବିତା ନାମରେ ନାମିତ କରିଛନ୍ତି। ଏ ଗୀତି କବିତା ବୋଲିକି ଆମେ କାହିଁକି କହିବା? ଆମେ ଏଇଥିପାଇଁ କହିବା ଯେ ରାଧାନାଥଙ୍କ ପର୍ଯ୍ୟନ୍ତ ଓଡିଆ ସାହିତ୍ୟରେ ଯେତେ କବି ଆସିଛନ୍ତି, ସେ ସମସ୍ତ କବି ପଦ୍ୟାତ୍ମକ ରୀତିରେ ଲେଖୁଥିଲେ। ସେମାନଙ୍କର ପଦ ଯୋଜନା ଗୋଟେ ନିର୍ଦ୍ଦିଷ୍ଟ ଛାନ୍ଦ ନିୟମରେ ରଚିତ ହେଉଥିଲା। ସେଗୁଡିକ ଥିଲା ଗାନ ଯୋଗ୍ୟ, ଗୀତ ଗାଇ ହବ, ତାହା ପଠନ ଯୋଗ୍ୟ ନୁହେଁ। ଗଦ୍ୟ ଭଳି
ଆମେ ତାକୁ ପଢି ପାରିବୁ ନାହିଁ, କିନ୍ତୁ ତାକୁ ବି ଗାଇ ପାରିବୁ। ଯେହେତୁ ଗାନ ଯୋଗ୍ୟ, ତେଣୁ ତାର ଗେୟ ଧର୍ମିତା ଥିଲା। ଯେଉଁ ପଦ ଗୁଡିକ ଗେୟ ଧର୍ମରେ ଲେଖା ହୁଏ, ତାର ଗୋଟେ ନିର୍ଦ୍ଦିଷ୍ଟ ପଦ ଘୋଷା ପଦ ଭାବରେ ବ୍ୟବହୃତ ହୁଏ। ଘୋଷା ପଦଟି ଥିବ। ପ୍ରତ୍ୟେକ ପଦ ବୋଲିଲା ପରେ ପୁଣି ସେ ମୂଳ ପଦଟା ବା ଘୋଷା ପଦକୁ ପୁନରାବୃତ୍ତି କରାଯାଏ, ଯେମିତି ଆମେ ଗୀତ ବୋଲୁ। କିନ୍ତୁ କୋଇଲି କବିତା ସେହି ରୀତି ପରି ଗାନ ଯୋଗ୍ୟ ନୁହେଁ, କିନ୍ତୁ ତା ସଙ୍ଗୀତ ନିୟମରେ ମଧ୍ୟ ବୋଲା ଯାଇ ପାରିବ। କେଶବ କୋଇଲି ବୋଲି ଯୋଉ କଥାଟି କୁହାଯାଉଛି, ତାର ଆମର ଲେଖକ ମାନେ କହୁଛି ବର୍ଷା ଦାସ। ଆରେ ବର୍ଷା ଦାସ ଗୋଟେ ନାଁ ହୁଏ କି? ଏ କଥାକୁ ଘୋର ସମାଲୋଚନା କରିଛନ୍ତି ସଚ୍ଚିଦାନନ୍ଦ ମିଶ୍ର। ସଚ୍ଚିଦାନନ୍ଦ ମିଶ୍ର ଥିଲେ ଏଇ 10-15 ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ଥିଲେ। 10 ବର୍ଷ ଖଣ୍ଡ ତଳେ ସେ ଚାଲିଗଲେ। ଖୁବ ଜଣେ ଭଲ ଗବେଷକ, ସମାଲୋଚକ। ସେ ବହୁ ଯୁକ୍ତି ଦେଖେଇକିରି କହିଛନ୍ତି, ଆରେ ବର୍ଷା ଦାସ ସେମିତି ଗୋଟେ ନାଁ ହୁଏ ନା। ହୁଏତ ତାଙ୍କ ନାମ ଥିଲା ବଂଶୀ ଦାସ। ବଂଶୀ ଦାସକୁ ଆମ ପୋଥିରେ ଯେଉଁମାନେ ଲେଖିଲେ, ଯେଉଁମାନେ ପୋଥି ଉତାରୁଛନ୍ତି, ହୁଏତ ବଂଶୀ ଦାସକୁ ବର୍ଷା ଦାସ କରିଦେଇ ପାରନ୍ତି। ତ ବର୍ଷା ନେଇକି ତାକୁ ଆଉ ଗୋଟେ ସେମିତି କଣ କି ନାଁ ହେଇପାରେ। ତେବେ ସେ ଯାହା ହେଉ, ସେ ଏମିତି ଗୋଟିଏ କଥା କହିଛନ୍ତି। ତେଣୁ ଆମେ ତାକୁ ଏଠି ଯୋଉ ସଂଶୋଧ, ଆମେ ତ ପରୀକ୍ଷା ଖାତାରେ ସେ କଥା ଲେଖିବାନି, ଆମେ ଏମିତି ଆଲୋଚନା କରିପାରିବା। ସେ କଳସ ଚଉତିସା, କଳସା ଚଉତିସା କାହିଁକି କୁହାଗଲା? କଳସା ଚଉତିସା, ଏ କଳସା ଚଉତିସାଟିର ଅର୍ଥ ଭାରି ଗୁରୁତ୍ୱପୂର୍ଣ୍ଣ। ଏ ବିଷୟରେ ଆମର ସ୍ୱର୍ଗତ ପ୍ରଫେସର ଗଗନେନ୍ଦ୍ର ନାଥ ଦାସ କେତୋଟି ଲେଖା ଲେଖିଥିଲେ। ସେ କହୁଛନ୍ତି ଏ କଳସା ଗୁଡିକ ହଉଛି କଣ ନା ମଙ୍ଗଳ ଗୀତ। ଆମର ଯେ କଳସା ଚଉତିସା ଯେମିତି କୁହଉଛି, ସେମିତି ଗୌରୀ ଚଉତିସା, ହରିତାଳିକା ଚଉତିସା, ଗଣେଶ ଚଉତିସା, ମାନେ କଣ ସେଭଳି ଗ୍ରନ୍ଥ ସବୁ, ସେଭଳି ପଦ ସବୁ ରହିଛି। ମଙ୍ଗଳ ଗୀତିକା। ଏ କଳସା ବାଣୀରେ ତାକୁ ଗାଇବ, ଅର୍ଥାତ ସେତେବେଳେ କଳସା ବାଣୀଟି ଭାରି ପ୍ରସିଦ୍ଧ ଥିଲା। କାହାକୁ ଭିତ୍ତି କରି ନା କଳସା ଚଉତିସାକୁ ଭିତ୍ତି କରି। କଳସା ଚଉତିସାର ଯୋଉ ଛନ୍ଦ, ତାକୁ ବାଣୀ ବୋଲିକି କହୁଛନ୍ତି। କଳସା ଚଉତିସା ବାଣୀରେ ବା ଛନ୍ଦରେ ଗାଇବ। ତେଣୁ ଆମର ଓଡିଆ ସାହିତ୍ୟର ଇତିହାସରେ ଏ କଳସା ଚଉତିସା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନ ରଚନା ଓ ସେଇ ରଚନାଟି ଆମର ସାମାଜିକ ସାଂସ୍କୃତିକ ନିୟମର ବା ବିଧି ଗୁଡିକର ପ୍ରତିନିଧିତ୍ୱ କରନ୍ତି। ହର ଗୌରା ଚଉତିସା, ଦାଣ୍ଡ ଧୂଳି ଚଉତିସା, ଏଇଭଳି ସବୁ ଏ କଳସା, ହର ଗୌରୀ ଚଳସା, ଦାଣ୍ଡ ଧୂଳି କଳସା, ଏସବୁ ଅଛି। ତେଣୁ ଆମେ ଯେତେବେଳେ ଚଉତିସା କଥା ବିଚାରକୁ ନଉଛୁ,